ଯୁଗପତି କଳିଟା ଅନ୍ୟାୟର ଚରମ ସୀମାରେ ପହଞ୍ଚିଲାଣି। ବ୍ରହ୍ମା ବିଷ୍ଣୁ ଶିବ ଥାଉ ଥାଉ ପୁଣି ଆସନ ଦେଇଛି ଛାର ନାଗୁଣୀଟାକୁ। ଜାଣେ ନାହିଁ ମୂର୍ଖ କଳି ଏହାର ପରିଣାମ ଯେ କେତେ ଭୟଙ୍କର ହେଇପାରେ। ଜାଣି ଶୁଣି ମରଣକୁ କରିଛି ବାରଣ। ହଁ ଜାଣି ଶୁଣି ମରଣକୁ କରିଛି ବାରଣ। ତୁମେ ମଧ୍ୟ ମରଣ ରାସ୍ତାଟାକୁ ବାଛି ନେଇଛ ଭୋଳାନାଥ। ମନସା ହଁ ମୁଁ ମନସା, ନାଗ ରାଜା ବାସୁକୀର ଭଗ୍ନୀ ମନସା। କିନ୍ତୁ ଏଠାରେ କାହିଁକି ଆସିଛି ତୁମ ପରି ଗୋଟାଏ କୁଳ ଗୋତ୍ରହୀନ ଦେବତାକୁ ମୃତ୍ୟୁ ଦଣ୍ଡ ଦେବା। ମନସା ଜାଣିଛୁ ତ ପାପିନି କାହା ସହିତ କଥାବାର୍ତ୍ତା କରୁଛୁ? ଜାଣିଛି ଭୋଳାନାଥ, କଥାବାର୍ତ୍ତା କରୁଛି ଗୋଟାଏ ମଶାଣୀ ଜଗା ସହିତ, ଗୋଟାଏ ଶ୍ୱଶୁର ଘର ଅଇଁଠା ଚଟା ସହିତ, ଗୋଟାଏ ମାତୃହରା ସହିତ। ଆରେ ଜଟିଆ ଶିବ, ଆରେ ଜଟିଆ ଶିବ, ତୁଟା ଦେଖାଉଛୁ ମୋ ଆଗେ ଦମ୍ଭ। ଆରେ ଜଟିଆ ଶିବ, ସାନ୍ନି ନାଗୁଣୀ ମନସା ଜାଣି ଶୁଣି ଅନଳ ସହିତ ଖେଳିବାକୁ ଚେଷ୍ଟା କଲେ। ପତଙ୍ଗ ପରି ଜଳି ପଡ଼ି ପାଉଁଶ ହେଇଯିବ ପାପିନି। ଯଦି ଜୀବନକୁ ଅଛି ତ ମମତା, ଏବେ ଶୀଘ୍ର କୈଳାସ ପରିତ୍ୟାଗ କରି ଚାଲିଯାଅ ଶୀଘ୍ର। ଆଉ ଯଦି ନ ଯାଏ ତେବେ ଖୋଲିବ ମୋ ତୃତୀୟ ନୟନ। ଓଦ୍ଗାରିବି ପ୍ରଜ୍ୱଳିତ ଅଗ୍ନି, ସେହି ଅଗ୍ନିରେ ଦେବୁ ତୁ ଜୀବନ୍ତ ଆହୁତି। ମରିବୁ ମନସା, ଭୋଗିବୁ ଲାଲସା, ପାତାଳ ଫେରିବ ଧାର। মরিবু মনসা, ছাড়িবু লালসা, পাতাল ফেরিব ধার। ত্রিশূল হেবু ফাড় ফাড়, নাম মোর যুগারুর। দৃঢ় সংকল্প নেই মর্ত্যপুরକୁ ଆସିଛୁ ଦାଇର।
ଖୋଲିବି ନୟନ ଲିଭିବ ତ ଚିହ୍ନ ହେବ ଥାଏ ପାଉସ ଖୋଲିଲେ ନୟନ ଲିଭିବ ତ ଚିହ୍ନ ହେବ ଥାଏ ପାଉସ দূরে দেখো জমা পছিলানি রাম ডাকিলানি কাল পুরুষ তোর আয়ু শঙ্ক বর্ণ ছেদ পড়িলানি দেখলো ছাড়ব গুলিটা করু হটা হটা হেবা পাই রাজহংস ছাড়ব গুলিটা করু হটা হটা হেবা পাই রাজহংস দূরে দেখো জম পছিলেনি রাম ডাকিলানি কাল পুরুষ তোর আয়ু শঙ্ক বর্ণ ছেদ পড়িলানি দেখলো যদি ଅଛି ତୋର ଶକ୍ତି ତେବେ ଉଠା ତୋ ଅସ୍ତ୍ର ଏ ସମାଜ ଦେଖିବ ଶକ୍ତିର ପରୀକ୍ଷା ମନସ ଉଠା ତୋ ଅସ୍ତ୍ର ଅଛି ମୁଁ ପ୍ରସ୍ତୁତ ପ୍ରସ୍ତୁତ